श्रीमद्भागवत महापुराण चतुर्थ स्कंध षष्ठ अध्याय। षष्ठे देवंकु ब्रह्मा घेनी सांत्वना कले शूलपाणि। मैत्रेय उवाच रुद्रर देखि घोर रण भये भाजिले देवगण। शूलपटिन कुन्तसर निस्त्रिंश गदा मुदगर। ए शस्त्र पड़ी सर्वांगे भये भाजिले दश दिगे। भये सकळे कमेळे मिलिले गगन मंडले। छन्न व्याकुल मन दुखे बेगे मिलिले ब्रह्मलोके। ब्रह्मचरण तले पड़ी कहिले सबु कर जोड़ी। अनर्थ हेब बोली जानी जगे न गले कुश पाणी। से देवे जाहा निवेदिले ता ब्रह्मा विष्णु जानिथिले। तेणु से दक्ष यज्ञ काले एबे निगमन न कले। एबे देवंक मुखु शुणी से ब्रह्मा कहे मंजुवाणी। यज्ञ विनाशी कोप भरे रुद्र जे गले निज पुरे। स्वभावे तेजे अप्रमित अन्ते जगत करे ग्रस्त। ताहांक तेज बल तथ्य के अबा वर्णने समर्थ। ताहारे अपराध करी के अबा थिब देह धरी। एबे सकल देवे शुण के जाने ईश्वर प्रमाण। चाल सकल सुर देवा एबे हो कैलास जीवा। रुद्र चरणे नमस्कार स्तोत्रे संतोष देव हर। ईश्वर चरण कमले शरण पशये कमेळे। से जे सकल भूतपति सर्व संपद से दियंती। स्वभावे से हुआ सुतोष अवश्य होइबे संतोष। मोहर बोल एबे कर अन्यथा नाहिति निस्तार। जे अंत काले अंडकोश निमिष मात्रे करे ग्रास। तार चरण न सेविले केबा संसारे थिब भले। दक्षर अपराध जोगे विशेष पत्नीर विजोगे। स्वभावे तम गुण जोगे केबा मिलिब तार आगे। जार महिमा विचारणे मो आदि सर्वदेव गणे। ए यज्ञ आदि जेते मुनि संगते वेद तत्व घेनी। के जानी पारिब प्रमाण से आत्मतंत्र भगवान। एबे सकल देवे जीवा से रुद्र चरणे पूजिबा। स्तुति करिबा नाना मते जे मन्ते दया बसे चित्ते। ए मंत कही पद्मजनी संगे सकल देव घेनी। प्रजापति ए पितृतुले सर्वे चलिले ब्रह्मा बोले। ईश्वर दर्शन आसे मिलिले कैलास देशे। जे बने बसे सदा शिव से स्थान उपमा के देव। जन्म औषधि तप मंत्रे जोगे संसिद्ध जोगी जुथे। यक्ष किन्नर विद्याधरी गंधर्व मुनि अपसरी। सर्वे वसन्ति सिद्ध बने तरुंक पुटे जोग ध्याने। अशेष मणि रत्न रेखे शृंग विराजे गिरि शिखे। देहे विराजे नाना धातु अति आनंद रूप हेतु। विराजे नाना गुल्मलता केता वर्णने सामरथ।
ତୁଲେ ନାରୀ ଗଣେ ରମନ୍ତି ସିଦ୍ଧ ସ୍ତ୍ରୀ ମାନେ। ମୟୂର କେକାନାଦ ବାଣୀ ଯେ ବନେ ମନୋହର ଶୁଣି। କୋମଳ କଣ୍ଠେ ପକ୍ଷୀ ଗଣେ ନାଦ କରନ୍ତି ଘୋର ବନେ। ବସନ୍ତି କଳ୍ପଦ୍ରୁମ ପନ୍ତି କିଏ ବା ପକ୍ଷୀଙ୍କି ଡାକନ୍ତି। ମତ ମାତଙ୍ଗ ଛଳେ ଚଳେ ଗର୍ଜଇ କ୍ଷୁଦ୍ର ନଦୀ ଜଳେ। ମନ୍ଦାର ପାରିଜାତ ଦ୍ରୁମ ସରଳ କବିଦାର ବନ। ତମାଳ ଶାଳ ତାଳ ବନ ଆବର ଅସନ ଅର୍ଜୁନ। ଚ୍ୟୁତ କଦମ୍ବ ନାଗେଶ୍ୱର ପୁନାଗ ଚମ୍ପା କରବୀର। ପାଟଳୀ ଅଶୋକ ଅନେକ ବକୁଳ କୁନ୍ଦ କୁରୁବକ। ସୁନାରୀ ଶତପତ୍ର ଜାତି ମଲ୍ଲିକା ମାଧବୀ ଯେ ଯୁଥି। ପଣସ ଉଦୁମ୍ବର ବୃକ୍ଷ ବଟ ଅଶ୍ୱତ୍ଥ ହିଙ୍ଗୁ ବୃକ୍ଷ। ଖର୍ଜୁର ଜମ୍ବୁ ଯେ କ୍ରମୁକ ଆମ୍ର ପିଆଳ ଆମ୍ରାତକ। ଭୁର୍ଜ ଔଷଧି ଯେ ମଧୁକ ଇଙ୍ଗୁଦ ବେଣୁ ଯେ କୀଚକ। ବୃକ୍ଷେ ଅଛନ୍ତି ନାନା ବର୍ଣ୍ଣେ ଶୋଭନ କୈଳାସ ବନେ। କୁମୁଦ ଉତ୍ପଳ କହ୍ଲାର ଶତପତ୍ରରେ ଶୋହେ ନୀର। ଆନନ୍ଦ ମନେ ପକ୍ଷୀ କୁଳ ଗଭୀର ନାଦେ କୁତୂହଳ। ମୃଗ ବାନର କୋଳ ଯୂଥ ସିଂହ ଶାର୍ଦୂଳ ଗଜ ଯୂଥ। ଗବୟ ବ୍ୟାଘ୍ର ରୁକ୍ଷ ଦଳ ରୁରୁ ମହିଷ ଶଶାକୁଳ। ଅରଣ୍ୟେ ମୃଗ ନାଭି ଆଦି କେ କହୁ ସେବନ ପ୍ରସିଦ୍ଧି। ସୁନ୍ଦର ଶୋହେ ରମ୍ଭାବନ ଦେଖନ୍ତେ ମୋହେ ପ୍ରାଣୀ ମନ। ବହଇ ତହିଁ ନଦୀ ନନ୍ଦା ସତୀ ସ୍ନାନରେ ପୁଣ୍ୟ ଗନ୍ଧା। ହେମନ୍ତ ବିଶ୍ୱନାଥ ବନେ ଦେଖି ସାନନ୍ଦ ଦେବ ଗଣେ। ମନେ ବିସ୍ମୟ ପାଇ ବେଗେ ଦେବେ ଚାହାନ୍ତି ଦଶ ଦିଗେ। ତାର ଉପର ପୁରେ ଯାଇ ଅଳକା ପୁରୀକୁ ଅନାଇ। ସୁଗନ୍ଧ ନାମେ ବନ ଯହିଁ ହେମ ପଙ୍କଜ ବିରାଜଇ। ନନ୍ଦା ଅଳକ ନନ୍ଦା ନଦୀ ବହନ୍ତି ବାମ ଦକ୍ଷ ଭେଦି। ବିଷ୍ଣୁ ଚରଣ ରଜ ଲାଗି ସେ ନଦୀ ଅତି ସୌଭାଗୀ। ଯେ ନଦୀ ଜଳେ ସୁର ନାରୀ ରମନ୍ତି ନାନା କ୍ରୀଡ଼ା କରି। କୁଚ କୁଙ୍କୁମ ଜଳେ ମିଶେ ସ୍ୱଭାବେ ସୁମଞ୍ଜୁଳ ଦିଶେ। କରିଣୀ ତୁଲେ ହସ୍ତି ବଳ ନିତ୍ୟେ ପିବନ୍ତି ଯାର ଜଳ। ଆନନ୍ଦେ ପଦ୍ମବନେ ପଶି କ୍ରୀଡ଼ା ଆନନ୍ଦେ ମନ ତୋଷି। ସେ ନଦୀ କୂଳେ ଉପଗତ ରତ୍ନ ବିମାନ ଯୂଥ ଯୂଥ। ପୁଣ୍ୟଜନଙ୍କ ପରିମଳ ମିଶି ସୁଗନ୍ଧ ଗଙ୍ଗା ଜଳ। ତଡ଼ିତ ଯେହ୍ନେ ନୀଳ ମେଘେ ଶୋଭା ଦିଶନ୍ତି ଦଶ ଦିଗେ। ଏମନ୍ତ କୁବେର ନଗରୀ ସୁଗନ୍ଧ ବନ ଆଦି କରି। ଯହିଁରେ କଳ୍ପ ବୃକ୍ଷ ପ୍ରାୟେ ଫଳ ପଲ୍ଲବ ପୁଷ୍ପ ଶୋହେ। କୋମଳ କଣ୍ଠ ନାଦ ପକ୍ଷୀ ଭୃଙ୍ଗ ଶବଦ ଯହିଁ ଲଖି। ଜଳରେ କଳହଂସ ଗଣେ କ୍ରୀଡ଼ା କରନ୍ତି ପଦ୍ମ ବନେ। ହରିଚନ୍ଦନ ବାୟୁ ସଙ୍ଗେ ମତ ମାତଙ୍ଗ ଗଣ ରଙ୍ଗେ। ବୈଦୁର୍ଯ୍ୟ ବ୍ୟାପୀ କୂପସ୍ଥାନେ ନିବିଡ଼ ପ୍ରବନ୍ଧ ସୋପାନେ। ସ୍ୱଭାବେ ଉତ୍ପଳ ମାଳିନୀ ବିରାଜେ ଗନ୍ଧ ଗୁଣ ଘେନି। ସେ ବନେ ଦିଶେ ବଟ ବୃକ୍ଷ ଯହିଁ କିନ୍ନର ଗଣ ରକ୍ଷ। ଶତ ଯୋଜନ ଉଚ୍ଚ ଶୋହେ ସୁନ୍ଦର ରୂପେ ଜନ ମୋହେ। ସେ ବୃକ୍ଷ ଛାୟା ଦେହେ ଲାଗି ପ୍ରାଣୀ ହୁଅନ୍ତି ସୌଭାଗୀ। ଏମନ୍ତେ ସର୍ବଦେବ ଗଣେ ମିଳିଲେ ମହାରୁଦ୍ର ସ୍ଥାନେ। ଦେଖିଲେ ବଟ ବୃକ୍ଷ ମୂଳେ ନିବିଡ଼ ଆସନେ ନିଶ୍ଚଳେ। କୋପରହିତ ଯମ ପ୍ରାୟ ବିଭୂତି ବିଲେପନ କାୟ। ସନକ ଆଦି ସିଦ୍ଧ ମୁନି ସଙ୍ଗେ ଅନେକ ଶିଷ୍ୟ ଘେନି।
ଯକ୍ଷ ଗୁହ୍ୟ କଙ୍କନାୟକ ଯେ ଭକ୍ତି ଯୋଗେ ଉପାସକ ବିଦ୍ୟା ତପସ୍ୟା ଯୋଗ ଆଦି ସକଳେ ଖଟନ୍ତି ସବିଧି ବିଶ୍ୱସୃହୃଦ ଯା ମହିମା ସର୍ବମଙ୍ଗଳ ଏକ ସୀମା ତପସ୍ୟା ଅଭିମତ ଲିଙ୍ଗ ଯାର ଶରୀର ସିଦ୍ଧ ଅଙ୍ଗ ଜଟା ଅଜିନ ଭସ୍ମ ଦଣ୍ଡ ଶିରେ ରଞ୍ଜିତ ଇନ୍ଦୁ ଖଣ୍ଡ ସନ୍ଧ୍ୟା ସମୟେ ମେଘ ପ୍ରଭାତେ ମନ୍ତ ତାଙ୍କ ଅଙ୍ଗ ଶୋଭା କୁଶ ଆସନ ମଧ୍ୟେ ବସି ପରମ ବ୍ରହ୍ମ ପରକାଶୀ ନାରଦ ମୁଖ ଚାହିଁ ଧୀରେ ବଚନ କହନ୍ତି ମଧୁରେ ଦକ୍ଷିଣ ଜାନୁର ଉପରେ ବାମ ଚରଣ ସ୍ଥାପି ଧୀରେ ବାମ ଜାନୁରେ ବାମ କର ଦକ୍ଷ କରରେ ଅକ୍ଷମାଳ ସ୍ୱଭାବେ ତର୍କ ମୁଦ୍ରାଧାରୀ ଯେ ରୂପ ସଂସାର ସଂହାରୀ ନିଶ୍ଚଳ ସମାଧି ଧାରଣେ ଦେଖିଲେ ସର୍ବଦେବ ଗଣେ ସକଳ ଋଷି ସଙ୍ଗ ମେଳେ ଇନ୍ଦ୍ରାଦି ଦଶ ଦିଗ ପାଳେ ବ୍ରହ୍ମା ସହିତେ ସର୍ବଜନ ଚାହିଁଲେ ରୁଦ୍ରଙ୍କ ବଦନ ଜୟ ଶବଦ କରି ତୁଣ୍ଡେ ରୁଦ୍ର ଚରଣେ ନମି ମୁଣ୍ଡେ ଯେ ହର ମନୁଙ୍କର ମନୁ ଭକ୍ତ ଜନଙ୍କ କାମଧେନୁ ଜାଣିଲେ ସେ ନୀଳ ଲୋହିତ ବ୍ରହ୍ମା ଯେ ଚରଣେ ପତିତ ସେ ସୁର ଅସୁର ନାୟକ ଚରଣେ ନତ ସର୍ବଲୋକ ତା ଦେଖି ବ୍ୟଗ୍ର ହୋଇ ହର ନମିଲେ ବ୍ରହ୍ମାର ପୟର ଯେ ରୂପେ କଶ୍ୟପ ଚରଣ ବନ୍ଦନ କଲେ ସେ ବାମନ ନାରଦ ଆଦି ସିଦ୍ଧ ଗଣ ବନ୍ଦିଲେ ବ୍ରହ୍ମାର ଚରଣ ସ୍ୱଭାବେ ମନ୍ଦ ମନ୍ଦ ହସି ଅମୃତ ବାକେ ମନ ତୋଷି ବ୍ରହ୍ମା କହନ୍ତି କର ଯୋଡ଼ି ଚରଣେ ପୁନଃ ପୁନଃ ପଡ଼ି ବ୍ରହ୍ମା ଉବାଚ ତୁ ନାଥ ଜଗତ ଈଶ୍ୱର ଜଗତ ତୋର ଖେଳ ଘର ତୁ ଏ ଜଗତ ବୀଜ ଯୋନି ସୃଷ୍ଟି ସଂହାରୁ ମାୟା ଘେନି ତୁ ନାଥ ଜଗତ ଈଶ୍ୱର ନିର୍ଲେପ ବ୍ରହ୍ମ ନିରାକାର ତୁ ଶିବ ଶକ୍ତି ରୂପ ଧରୁ ସଂସାରେ ଖେଳ ଘର କରୁ ସର୍ଜି ପାଳିନ କରୁ ଅନ୍ତ ଏ ବିଶ୍ୱ ଉନ୍ନନାଭିବତ ଧର୍ମାର୍ଥ କାମ ଯହୁଁ କ୍ଷରେ ଯେ ଯଜ୍ଞ ଧେନୁ ରୂପ ଧରେ ତୁ ତାହା ସର୍ଜିଛୁ ଜଗତେ ସଂସାର ଭ୍ରମଣ ନିମନ୍ତେ ସେ ମାୟା ସଂସାର ବନ୍ଧନେ ଯନ୍ତ୍ରିତ ହୋଇ ମହାଜନେ କଳ୍ପନ୍ତି ନାନା କର୍ମ ବିଧି ତୁ ସେ ସକଳ ଫଳ ସିଦ୍ଧି ମଙ୍ଗଳ କ୍ରିୟା କର୍ମ ଫଳ ତୁ ସେ ଅନାଦି ଆଦି ମୂଳ ଅମଙ୍ଗଳକୁ ତମ ହେଉ ଧର୍ମ ତୁ ସଦା କାଳେ ବହୁ ତୁ ନାଥ ସର୍ବ ଫଳ ଦେଉ ତୋର ମହିମା କେବା କହୁ ଯେବା ଅଶୁଭ କର୍ମ କରେ ନରକେ ପଡ଼େ ସେହୁ ଘରେ ଯେ ସାଧୁ ଜନେ କର୍ମ କରି ଭାବ ପ୍ରଭାବେ ମଦ ଭରି ସେ ଫଳ ତତେ ସମର୍ପନ୍ତି ମାୟା ପଟଳୁ ତରି ଯାନ୍ତି ଯେ ଲୋଭ ବସେ ତାହା ଚିନ୍ତି ପଶୁଙ୍କ ପ୍ରାୟ ସେ ଭୁଞ୍ଜନ୍ତି ସେ କାହିଁ ସମ୍ପାଦିବେ ତୋତେ ଏଣୁ ଭ୍ରମନ୍ତି ଏ ଜଗତେ ଯେ ଭେଦଦର୍ଶୀ ଦୁଷ୍ଟାଶୟ କେବଳ କର୍ମରତ ପ୍ରାୟ ପରର ଉଦୟ ସର୍ବଥା ଯାହାର ହୃଦୟ
ପଦ୍ମନାଭର ମାୟାରେ ମୋହିତ ଭେଦ ଜ୍ଞାନୀ ନରେ ତାହାଙ୍କ ପ୍ରତି ସାଧୁ ଜନ କରନ୍ତି ଦୟା ପ୍ରକାଶନ ଯେବା ସ୍ୱଧର୍ମ ଅନୁଗତ ତାହାରେ ଦୟା ତ ଉଚିତ ତୁହି ତ ଯଜ୍ଞ ଫଳଦାତା सकल यज्ञ भाग भोक्ता कुशित यज्ञकारी मान न कले यज्ञ भाग दान तते न जानी प्रजापति दुर्गति लभिला दुर्मति आंभ भकति हृदय धर एहाकु प्रतिकार कर ए पुणी यज्ञशाळे मला संसारे जस तो रहिला एबे मोहर बोल कर एहार यज्ञ तू धर ए यज्ञे तो भाग न देले एणु ए जीव थाऊ मले एहाकु ए दंड उचित जेणु निंदिले विश्वनाथ एबे तू एहांकु जिया भगकु चक्षु दान दियो भृगुर दाढ़ी एबे रोप पुषार दंत पाटी स्थाप तो सैन्य शस्त्र बरसणे भये भाजिले देवगणे तत्रासे छिन्न भिन्न होई भुवने न पारिले रही रतिज गण सेहि मत ताहांकु रख विश्वनाथ जगे तो रुद्र भाग शेषे साधिवा मंत्र उपदेशे हे रुद्र निज भाग पाई यज्ञ संपूर्ण कर तुही एमंत कही पद्मजनी नमिले देवगण घेनी से रुद्र चरण पंकजे ब्राह्मण जगन्नाथ भजे इति श्रीमद्भागवते महापुराणे पारमहंस्यां संहितायां चतुर्थ स्कन्धे रुद्र शान्तनं नाम षष्ठ अध्याय गोविंद हरे गोपाल हरे नटनागर कान्हा श्याम हरे 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 गोविंद हरे गोपाल हरे नटनागर कान्हा श्याम
श्याम हरे गोविंद हरे गोपाल हरे नटनागर कान्हा श्याम हरे श्याम हरे।